ରାମ ନାରାୟଣ ରାମ। ସନ୍ଦେଶ ବାହକମାନେ ବିଷୟରେ କଥା ହେଉଥିଲେ। ସେମାନେ ସଦା ତୁମର ଉପରେ କାମ କରିବେ। ଯଦି କେହି 8ରେ ରହେ ତେବେ ସେ ସେହି 8ରେ ଆଉ 8 ବଢ଼ାଇବାର ଚେଷ୍ଟା କରିବେ। ଏହା କିପରି ଘଟିଲା? ସେ ଆଉ କିଛି ବଢ଼ାଇ ଦେବେ ଓ ବଢ଼ାଇ ଦେଖିବାକୁ ସେ ଯେଉଁଥିରେ ତୁମେ ନିର୍ଭର କରୁଛ, ବିଶ୍ୱାସ କରୁଛ, ତାହାକୁ ଚିହ୍ନଟ କରି ସେ ତୁମର ଉପରେ ପ୍ରଭାବ ପଡ଼ାଇବାର କାମ କରିବେ। ସେମାନେ ଯେଉଁଥିରେ ଉପରେ କାମ କରିବେ, ସେଥିରେ ସମସ୍ତଙ୍କର ମଧ୍ୟରେ ଅସମଞ୍ଜସ ବିକାଶ କରିବାକୁ ସେହିପରି କିଛି ଭାବରେ ସେମାନେ ତୁମ୍ଭେ ସମସ୍ତଙ୍କୁ ବନ୍ଦ କରିପାରିବେ। ଏହା ଏକ ଆଧ୍ୟାତ୍ମିକ ନିୟମ ହେଉଛି। ବାସ୍ତବରେ ଆମର ମଧ୍ୟରେ ଏମିତି ଫୁଟ ପଡ଼ାଇବା ଉପରେ କେତେକ ଲୋକ ଅଛନ୍ତି। ସନ୍ଦେଶ ବାହକ କେବଳ ବୈଦେଶିକ ଶରୀର ନୁହେଁ, ବାସ୍ତବ ଭିତରେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକଙ୍କ ସନ୍ଦେଶ ବାହକ ହୋଇଥାଏ। କେଉଁ ବ୍ୟକ୍ତିର ସହଚର ହୋଇ କେବେ କେମିତି କାମ କରିବେ, ସେ କିଛି ନିଶ୍ଚିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକଙ୍କ ସନ୍ଦେଶ ବାହକ ଅଟୁ। ମନେ ରଖ, ମା ମରୁଛି, ମରିବା ସମୟରେ କହିବାକୁ କହିଛନ୍ତି, ତୁମେ ଯେଉଁ କାମ କର, ଏହି ଭଗବାନଙ୍କୁ ଯାଅ ପାଇଁ ଯାଅ ନାହିଁ। ଶେଷରେ ଶ୍ୱାସ ଗ୍ରହଣ କରିବା ପୂର୍ବରୁ କହିଥିବା ସେ କହିଥିଲେ, ଏହା ଏହି ଦୁର୍ବଳ ବିନ୍ଦୁ ଯାହା ରାଜି କରେ। ଏଠାରେ ସେ ମା ନିଜରେ ଉପଦେଶ ଦେବାର ଅଂଶ ହେବେ। ତେଣୁ ନିୟମ ହେଉଛି, ପ୍ରଥମେ ଇତିହାସ ଦେଖାଯିବ, ଯେଉଁଥିରେ ମହାନ ଅଟୁ ସେମାନେ କେମିତି ତାହାଙ୍କ ଇତିହାସ ଦେଖିବେ, ସେମାନଙ୍କର ମତ, ସେମାନେ ସେ ଅଞ୍ଚଳରେ କେମିତି କାମ କରିବେ, ସେମାନେ ସେଥିରେ ବିଶ୍ୱାସ କରି ସମ୍ପୂର୍ଣ୍ଣ ନିର୍ଭର କରି କାମ କରିବେ। କାରଣ କୌଣସି ଜନ୍ମଗତ ମହାନ କୌଣସି ଆଶ୍ରମ କିମ୍ବା ପ୍ରତିଷ୍ଠାନ ଭିତରେ ଯିବେ ନାହିଁ।